ବର୍ତ୍ତମାନ ଭାରତର ମହାମହିମ ରାଷ୍ଟ୍ରପତି ମହୋଦୟ ମୋ ନାଁ ମତେ ନିମନ୍ତ୍ରଣ କରିଛନ୍ତି ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନ ଯିବା ପାଇଁ। ତ ମୁଁ ମହାମହିମ ରାଷ୍ଟ୍ରପତିଙ୍କ ମହୋଦୟଙ୍କ ପାଖରେ କୃତଜ୍ଞ ଯେ ଏପରି ଉପାନ୍ତ ଅଞ୍ଚଳରୁ ମତେ ଚିହ୍ନଟ କରିକରି ରାଷ୍ଟ୍ରପତି ଭବନକୁ ଡାକିଥିବା ହେତୁ। ତ ଭଣ୍ଡାଘାଟରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କେତେ ସଂଘର୍ଷ କରିଛନ୍ତି? ଯେହେତୁ ଆମର ମାଲକାନଗିରି ଜିଲ୍ଲାର ବଣ୍ଡାହାଟି ଏକ ଦୁର୍ଗମ ଅଞ୍ଚଳ ଭାବରେ ପରିଗଣିତ, ସେଠାରେ ମାନେ ରାସ୍ତାଘାଟର ସମସ୍ୟା ରହିଛି। ପ୍ରତି ଗାଁକୁ ଯାଇକରି ଆମେ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଆମକୁ ବହୁତ କଷ୍ଟ ପଡ଼ିଥିଲା। ରାସ୍ତାଘାଟ ନଥିଲା, ଆମେ ମାନେ 12 କିଲୋମିଟର 13 କିଲୋମିଟର ଚାଲି ଚାଲି ଯିବାକୁ ପଡୁଥିଲା। ସେଠି ଯାଇକରି ଲୋକମାନଙ୍କୁ ମାନେ ଘରକୁ ଘର ଯାଇକରି ଲୋକମାନଙ୍କୁ ବୁଝେଇ କରି ତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବହୁତ ମାନେ କଷ୍ଟ ପଡ଼ିଥିଲା।